ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ବର୍ମା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନଙ୍କୁ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ଭକ୍ତି, ଶକ୍ତି ଏବଂ ମୋକ୍ଷ ପ୍ରାପ୍ତି କରିବା ପାଇଁ କ'ଣ ଉପାୟ ଅଛି। ଭକ୍ତିକୁ ବଢ଼ାଇବା, ଶକ୍ତି ପ୍ରାପ୍ତି କରିବା ଏବଂ ମୋକ୍ଷତା ମଧ୍ୟ ପ୍ରାପ୍ତି ହେବ। ମା ଭଗବତୀ ଜଗଦମ୍ବା ଜଗତମାତା ଜଗତ କଲ୍ୟାଣୀ କୃପା ମା ଦୁର୍ଗାଙ୍କର ଦୁର୍ଗା ସପ୍ତଶତୀ ପୁସ୍ତକର ତ୍ରୟୋଦଶ ଅଧ୍ୟାୟ ପାଠ କରନ୍ତୁ। ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ନବାନ୍ନ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଦୁର୍ଗା ସପ୍ତଶତୀ ପୁସ୍ତକର ତ୍ରୟୋଦଶ ଅଧ୍ୟାୟ ପାଠ କରନ୍ତୁ। ତତ୍ପଶ୍ଚାତ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରି ନବାନ୍ନ ମନ୍ତ୍ରକୁ ଜପ କରନ୍ତୁ। ନିଶ୍ଚିତ ରୂପରେ ଆପଣଙ୍କର ମନୋକାମନା ପୂର୍ତ୍ତି ହେବ, ସମ୍ପୂର୍ଣ୍ଣ ଦେଖାଦେବ। ପ୍ରିୟ ଦର୍ଶକ ବନ୍ଧୁ, ଏତ ଥିଲା ଆଜି ଦିନର ସୁନ୍ଦର ଟିପ୍ସଟି। ଏବେ ଆସନ୍ତୁ ଜାଣିବା ଆଜି ଦିନ ପଞ୍ଚାଙ୍ଗ ଏବଂ 12ଟି ରାଶିର ରାଶିଫଳ ବିଷୟରେ। 21 ଜାନୁଆରୀ 2026 ମସିହା ମାଘ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର ବୁଧବାର। ଆଜି ଦିନର ଶୁଭାଶୁଭ ସମୟ ପ୍ରାତଃ 6ଟା 24 ମିନିଟ୍ ଠାରୁ 9ଟା 12 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଏତଦ୍ ବ୍ୟତୀତ ପ୍ରାତଃ 10ଟା 5 ମିନିଟ୍ ଠାରୁ 11ଟା 57 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ସାୟଂ 2ଟା 44 ମିନିଟ୍ ଠାରୁ 5ଟା 30 ମିନିଟ୍, ସନ୍ଧ୍ୟା 7ଟା 7 ମିନିଟ୍ ଠାରୁ 11ଟା 58 ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ଭୋଗ। ଆଜି ଦିନ ରାହୁକାଳ ସମୟ ପ୍ରାତଃ 11ଟା 58 ମିନିଟ୍ ଠାରୁ ମଧ୍ୟାହ୍ନ 1ଟା 21 ମିନିଟ୍ ପର୍ଯ୍ୟନ୍ତ ରାହୁକାଳ ସମୟ ଭୋଗ। ଆଜି ଦିନର ଘାତ ବାର କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଘାତ ବାର। ଆଜି ଦିନର ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶି। ମିଥୁନ ରାଶି ପୁରୁଷ ବ୍ୟକ୍ତିମାନଙ୍କ ପାଇଁ ଘାତ ଚନ୍ଦ୍ର ଏବଂ ମୀନ ରାଶି ପୁରୁଷ ଏବଂ ମହିଳାମାନଙ୍କ ପାଇଁ ଘାତ ଚନ୍ଦ୍ର। ଟିକେ ସାବଧାନ ରହିବେ। ଏତ ଥିଲା ଆଜି ଦିନର ପଞ୍ଚାଙ୍ଗ। ଏବେ ଆସନ୍ତୁ ଜାଣିବା ଆଜି ଦିନର 12ଟି ରାଶିର ରାଶିଫଳ ବିଷୟରେ। ମେଷ ରାଶି। ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ କ'ଣ କରୁଛନ୍ତି, କ'ଣ କରିବା ଆବଶ୍ୟକତା ଅଛି, କ'ଣ କଲେ ଠିକ୍ ହେବ, ଭାବିଚିନ୍ତି କାର୍ଯ୍ୟ କରିବେ। ଜଲ୍ଦବାଜି ହେବା ଉଚିତ ନୁହେଁ, ଶତ୍ରୁ ବଢ଼ିବେ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଇନଭେଷ୍ଟମେଣ୍ଟ କରୁଛନ୍ତି ଭାବିଚିନ୍ତି କରନ୍ତୁ। କିଛି ଆସିବ ଯଦି କିଛି ନଷ୍ଟ ମଧ୍ୟ ହେବ, ପ୍ଲାନ୍ ଅନୁସାରେ ଖେଳନ୍ତୁ। ଆଜି ଲକି ନମ୍ବର 5, ଲକି କଲର୍, ଲକି ଡାଇରେକ୍ସନ ଭଗବାନ ଲକ୍ଷ୍ମୀ ନାରାୟଣଙ୍କ ମନ୍ତ୍ର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖୀ ଦିନ କଟିବ। ବୃଷ ରାଶି। ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ କର୍ମକ୍ଷେତ୍ର ବିତୃଷ୍ଣତା ମନୋଭାବନା ଦେଖାଦେବ। ବହୁ ଉଚ୍ଚ କର୍ମଚାରୀଙ୍କ ସହିତ ଶ୍ରଦ୍ଧା ତୁଟିବ। ପିତୃତୁଲ୍ୟ ବ୍ୟକ୍ତିଙ୍କ ସହିତ ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। କର୍ମକ୍ଷେତ୍ର ଜଗି ରଖି ଚାଲନ୍ତୁ ଏବଂ ଇନକମ୍ ସୋର୍ସରେ ଠିକ୍ ଠାକ୍ ରହିବ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ୍ ରଖନ୍ତୁ। ମାତୃତୁଲ୍ୟ ବ୍ୟକ୍ତିଙ୍କୁ ଶ୍ରଦ୍ଧା ଆଦର କରନ୍ତୁ। ଆଜିର ଲକି ନମ୍ବର୍ସ 2, ଲକି କଲର୍ସ ହ୍ୱାଇଟ୍, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ମନ୍ତ୍ର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ଓଁ ନମଃ ଶିବାୟ ଏହି ମନ୍ତ୍ର ଜପ କରନ୍ତୁ, ଶୁଭ ଦିନ କରିବ। ମିଥୁନ ରାଶି। ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ରରେ କମଜୋରି ଦେଖାଦେଉଛି। ଷଡ଼ଯନ୍ତ୍ରତା ଧୋକା ଲାଗିପାରେ। ଜିଦ୍ଦି ଜଲ୍ଦବାଜି ହେବା ଉଚିତ ନୁହେଁ। କୌଣସି ବି କାର୍ଯ୍ୟ କରୁଛନ୍ତି ଭାବି ଚିନ୍ତି କାର୍ଯ୍ୟ କରିବେ। କର୍ମ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସଫଳତା ହେବ। ଭାଗ୍ୟର ପରିବର୍ତ୍ତନ ବା ଦୂରଯାତ୍ରା ଭ୍ରମଣ ଯୋଗ ମଧ୍ୟ ଦେଖାଯାଉଛି। ଆଜି ଲକି ନମ୍ବର୍ସ 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟ ନାରାୟଣଙ୍କ ମନ୍ତ୍ର ସହିତ ପୂଜା ଅର୍ଚ୍ଚନା କରନ୍ତୁ। ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ସୁଖର ଦିନ କଟିବ। କର୍କଟ ରାଶି। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ କୁଟୁମ୍ବ ପରିବାର ପ୍ରତି ଶ୍ରଦ୍ଧା ଆଦରତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ପରାକ୍ରମ କ୍ଷେତ୍ର ବିଜୟ ପ୍ରାପ୍ତି ହେବ ଏବଂ ମନ ଭିତରେ ସନ୍ଦେହତା ଦ୍ୱିଧା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ଚାଲନ୍ତୁ। ଇଗୋ ରଖନ୍ତୁ ନାହିଁ। ବଡ଼ାପନ ଦେଖାଇବା ଉଚିତ ନୁହେଁ। ଜଲ୍ଦବାଜି ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଲକି ନମ୍ବର୍ସ ଲକି ନମ୍ବର 7, ଲକି କଲର୍ସ ଗ୍ରେ, ଲକି ଡାଇରେକ୍ସନ ସାଉଥ। ମହାଦେବଙ୍କୁ ଆଜି କୁଶ ଜଳ ଦାନ କରନ୍ତୁ। ଗୋମାତା ଏବଂ ଶ୍ୱାନକୁ ଖାଇବାକୁ ଦିଅନ୍ତୁ, ସୁଖ ଦିନ କଟିବ। ସିଂହ ରାଶି। ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧା ଆଦରତା ଆତ୍ମବିଶ୍ୱାସ ରଖନ୍ତୁ ଏବଂ ଯଦି ପାର୍ଟନରସିପ୍ରେ କିଛି କାର୍ଯ୍ୟ କରୁଛନ୍ତି ଏକ ଅନ୍ୟ ଜଣଙ୍କ ଭିତରେ ଭରସା ରଖନ୍ତୁ। କୁଲଡାଉନ୍ ରୁହନ୍ତୁ। ଆର୍ଗୁମେଣ୍ଟ କରିବା ଉଚିତ ନୁହେଁ। ଆର୍ଗୁମେଣ୍ଟର କୌଣସି ରେଜଲ୍ଟ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ଚାଲନ୍ତୁ ଏବଂ ସମସ୍ତଙ୍କୁ ଶ୍ରଦ୍ଧା କରନ୍ତୁ। ବିଶ୍ୱାସ ମଧ୍ୟ କରିବା ଆବଶ୍ୟକତା ଅଛି। ମନକୁ କଣ୍ଟ୍ରୋଲ ରଖନ୍ତୁ। ଗାଡ଼ି ଘୋଡ଼ା ସାବଧାନ ଚଳାନ୍ତୁ। ଅଧିକ ଲୋଭାଯୁକ୍ତ ହେବା ଉଚିତ ନୁହେଁ। ସେଥିରେ ଦୋକାନ ସମସ୍ୟା ଦେଖାଦେବ।
ଏବଂ କିଛି କର୍ମ ଏବଂ କିଛି ଅର୍ଥକୁ ନେଇ ଚିନ୍ତା ଦେଖାଦେବାର ସମ୍ଭାବନା ଦେଖାଯାଉଛି। କୁଟୁମ୍ବ ପରିବାର ମଧ୍ୟ ଆନନ୍ଦ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଯୋଗଦାନ ଦେବାର ସମ୍ଭାବନା ଦେଖାଯାଉଛି। ଆଜି ଲକି ନମ୍ବର 6, ଲକି ଗ୍ରେଡ୍ସ ୱାଇ, ଲକି ଡାଇରେକ୍ସନ ସାଉଥ ଇଷ୍ଟ। ଭଗବାନ ଗଣେଶ ତ୍ରବଶୀର୍ଷ ସ୍ତୋତ୍ର ପାଠ କରନ୍ତୁ, ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ, ସୁଖ ଦିନ କଟିବ। କନ୍ୟା ରାଶି, ଖର୍ଚ୍ଚ ବଢିବ। ଗାଡ଼ି ଘୋଡ଼ା ଚଳିବା ନିମନ୍ତେ ସାବଧାନ। ଶତ୍ରୁ, ଚିନ୍ତା, ଋଣ ରୋଗ ଏସବୁ ଦେଖାଦେବାର ସମ୍ଭାବନା ଦେଖାଯାଉଛି। ଏକ ଅନ୍ୟ ଜଣ ଭିତରେ ପତି ପତ୍ନୀ ମଧ୍ୟରେ ଶ୍ରଦ୍ଧାଦରତା ରଖନ୍ତୁ, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଫସୋସ ହେବା, ଡାଉଟ୍ କରିବା, ସନ୍ଦେହତା ଭିତରେ ରହିବା, ଚିନ୍ତା କରିବା, ପୁରୁଣା କଥାକୁ ଆଲୋଚନା କରିବା, ତାର ସମାସ ଦେଖାଦେବ। ଆଜିର ଲକି ନମ୍ବର 1, ଲକି କଲର୍ସ ପିଙ୍କ, ଲକି ଡାଇରେକ୍ସନ ଇଷ୍ଟ। ଭଗବାନ ସୂର୍ଯ୍ୟନାରାୟଣ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ଗୁରୁଜନ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରନ୍ତୁ, ସୁଖର ଦିନ କଟିବ। ତୁଳାରାଶି, ତୁଳାରାଶି ବ୍ୟକ୍ତିମାନଙ୍କ ପାଇଁ କୌଣସି କ୍ଷେତ୍ରରେ ଖର୍ଚ୍ଚ ବଢୁଛି, ଖର୍ଚ୍ଚ ବଢିବାର ସମ୍ଭାବନା ଦେଖାଯାଉଛି। ହସ୍ପିଟାଲରେ ଖର୍ଚ୍ଚ ହେବାର ସମ୍ଭାବନା ଦେଖାଯାଉଛି। ଗାଡ଼ି ଘୋଡ଼ାକୁ ସାବଧାନ ଚଳାନ୍ତୁ, ଇନକମ୍ ସୋର୍ସରେ ଠିକ୍ ଠାକ୍ ରହିବ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପେଟ ଜନିତ ରୂପରେ ପୀଡ଼ିତ ହୋଇପାରନ୍ତି, ଶତ୍ରୁ ଜାଗ୍ରତ ହୋଇପାରେ। କୌଣସି ଋଣ ଦବା ବା ଲେନଦେନ ଭିତରେ ଭାଗିଦାରୀ ହେବା ବିଲକୁଲ ଠିକ୍ ନୁହେଁ। ଆଜିର ଲକି ନମ୍ବର 2, ଲକି ଗ୍ରେଡ୍ସ ୱାଇ, ଲକି ଡାଇରେକ୍ସନ ନର୍ଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ଗଙ୍ଗା ଜଳ ଦାନ କରନ୍ତୁ, 5ଟି ବେଲପତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର ଦାନ କରନ୍ତୁ, ସୁଖ ଦିନ କଟିବ। ବିଛାରାଶି, ବିଛାରାଶି ବ୍ୟକ୍ତିମାନଙ୍କ ପାଇଁ ଇନକମ୍ ସୋର୍ସର ବହୁତ ଭଲ ରହିବ। କର୍ମକ୍ଷେତ୍ର ମଧ୍ୟ ଠିକ୍ ଠାକ୍ ରହିବ, ଏତେ ଖାସ୍ ରହିବ, ଯାହା ବି ରହିବ ଠିକ୍ ରହିବ। ପ୍ରପର୍ଟି ଜମି ଜାୟଦାଦ କ୍ଷେତ୍ର ଧନ ନିବେଶ କରିବାକୁ ଚାହୁଁଛନ୍ତି କରିପାରନ୍ତି। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ର ପ୍ରତି ଯଥେଷ୍ଟ ଫୋକସ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ବାଣୀକୁ ନିୟନ୍ତ୍ରଣ ରଖନ୍ତୁ, ସଦ୍ବୁଦ୍ଧି, ସଦ୍ଜ୍ଞାନ, ସଦ୍ବିଚାର ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ଯାହା ହେଉଛି ଧୈର୍ଯ୍ୟର ସହିତ କାର୍ଯ୍ୟ କରିବା ଏବଂ ଅପେକ୍ଷା କରିବା ବହୁତ ଆବଶ୍ୟକତା ଅଛି। ପ୍ଲାନିଂ ଅନୁସାରେ କାର୍ଯ୍ୟ କରନ୍ତୁ। ଆଜି ଲକି ନମ୍ବର 5, ଲକି ଗ୍ରେଡ୍ସ ଗ୍ରୀନ, ଲକି ଡାଇରେକ୍ସନ ନର୍ଥ। ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ସୁଖ ଦିନ କଟିବ। ଧନୁରାଶି, ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ପରାକ୍ରମ କ୍ଷେତ୍ରରେ କମଜୋରି ଦେଖାଦେଉଛି। ନିଜର କମଜୋରିକୁ କୌଣସି ବ୍ୟାଖ୍ୟା କରି ପରିପ୍ରକାଶ କରିବା ଉଚିତ ନୁହେଁ। ଯଦି ପାରୁଛନ୍ତି ନିଜ କର୍ତ୍ତବ୍ୟତା କରନ୍ତୁ। ନୂତନ ମିତ୍ରବନ୍ଧୁର ଆଗମନ ଦେଖାଦେଉଛି ଏବଂ ଅର୍ଥ ନୈତିକ କ୍ଷେତ୍ରରେ ମଧ୍ୟ ଲାଭବାନ ହେବେ। କର୍ମ କ୍ଷେତ୍ରରେ ସଫଳତା ଦେଖାଦେବ ଏବଂ ଆପଣଙ୍କର ବିଦ୍ୟା, ଆପଣଙ୍କର ଅଧ୍ୟୟନ, ଆପଣଙ୍କର ସମ୍ଭାଷଣ ଯଥେଷ୍ଟ ଉଚ୍ଚକୁ ରହିବ। ଆଜିର ଲକି ନମ୍ବର୍ସ 8, ଲକି କ୍ଲର୍ସ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ର ପାଠ କରନ୍ତୁ, ସୁଖ ଦିନ କଟିବ। ମକର ରାଶି, ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥର ଆଗମନ ଅଛି ଏବଂ କୁଟୁମ୍ବ ପରିବାରରେ ଆନନ୍ଦ ମଧ୍ୟ ଦେଖାଦେବ। କିଛି ଛୋଟ ଛୋଟ କଥାକୁ ନେଇ ତ୍ରୁଟି, ଅଶାନ୍ତି, ଅସନ୍ତୁଷ୍ଟତା, ବ୍ୟତିବ୍ୟସ୍ତତା ମଧ୍ୟ ଦେଖାଦେବାର ସମ୍ଭାବନା ଦେଖାଦେଉଛି। ନିଜର କମଜୋରିକୁ କୌଣସି ବ୍ୟକ୍ତି ଆଗରେ ପରିପ୍ରକାଶ କରିବା ଉଚିତ ନୁହେଁ। ଭାଇ ଭଉଣୀ ମଧ୍ୟରେ ଶ୍ରଦ୍ଧା ଆଦରତା ରଖନ୍ତୁ। ମିତ୍ରତା ମଧ୍ୟରେ ଏତେ ଯେଉଁ ମିତ୍ରତା ଆପଣଙ୍କୁ ଧୋକା ଦେଇଛନ୍ତି, ଯେଉଁ ମିତ୍ର ଆପଣଙ୍କୁ ଧୋକା ଦେଇଛନ୍ତି ବା କଷ୍ଟ ଦେଉଛନ୍ତି ବା ଆପଣଙ୍କ ସ୍ଥାନରେ କିଛି ବିଘ୍ନ ବଦନାମ କରିଛନ୍ତି, ପୁନଃ ଆପଣଙ୍କ ସହିତ ଯଦି ମିତ୍ରତା ଯିବା କରୁଛନ୍ତି, ନିଶ୍ଚିତ ରୂପରେ ଆପଣଙ୍କ ପାଇଁ କିଛି ଘାତକ ହେବାର ସମ୍ଭାବନା ଦେଖାଦେଉଛି। ଆଜିର ଲକି ନମ୍ବର 4, ଲକି କ୍ଲର୍ସ ଗ୍ରାଣ୍ଡ ସିଲ୍ଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ପିତୃଙ୍କୁ ତର୍ପଣ କରନ୍ତୁ, ମାତା ପିତାଙ୍କୁ ଭକ୍ତି ଶ୍ରଦ୍ଧା ଆଦର କରନ୍ତୁ, ଗୋମାତାକୁ ସେବା କରନ୍ତୁ, ସୁଖ ଦିନ କଟିବ। କୁମ୍ଭରାଶି, କୁମ୍ଭରାଶି ବ୍ୟକ୍ତିମାନଙ୍କ ପାଇଁ ସବୁ ଜାଣୁଛନ୍ତି, ଶୁଣୁଛନ୍ତି, ବୁଝୁଛନ୍ତି, ତଥାପି ଅବୁଝା ହେଉଛନ୍ତି। ଲୋଭ, ଆସକ୍ତ, ମାୟା ଆଠାରୁ ଦୂରରେ ରହିବା ବହୁତ ଆବଶ୍ୟକତା ଅଛି। ସମର୍ପିତ ହୁଅନ୍ତୁ, ଶ୍ରଦ୍ଧା ରଖନ୍ତୁ। କିଛି ଚୋରି ହେବାର ସମ୍ଭାବନା ଦେଖାଯାଉଛି। ବାଣୀକୁ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। କୁଟୁମ୍ବ ପରିବାର ଭିତରେ ଶ୍ରଦ୍ଧା ଆଦରତା ରଖନ୍ତୁ। ଆଜିର ଲକି ନମ୍ବର୍ସ 4, ଲକି କ୍ଲର୍ସ ଗ୍ରାଣ୍ଡ ସିଲ୍ଭର, ଲକି ଡାଇରେକ୍ସନ ସାଉଥ ୱେଷ୍ଟ। ମହାଦେବଙ୍କ ଭକ୍ତିର ସହିତ ପୂଜା ଅର୍ଚ୍ଚନା କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରନ୍ତୁ, ସୁଖ ଦିନ କଟିବ। ମୀନରାଶି, ମୀନରାଶି ବ୍ୟକ୍ତିମାନଙ୍କ ପାଇଁ ସୁସ୍ୱାଦୁ ଭୋଜନ, କର୍ମ, ବେପାର, ବାଣିଜ୍ୟ କ୍ଷେତ୍ର ଠିକ୍ ଠାକ୍ ରହିବ। ପତି ପତ୍ନୀ ମଧ୍ୟରେ ଅଶାନ୍ତି, ଅସନ୍ତୁଷ୍ଟତା ଦେଖାଦେବାର ସମ୍ଭାବନା ଦେଖାଦେଉଛି। ନୂତନ କାର୍ଯ୍ୟ, ନୂତନ ଗୃହ, ନୂତନ ବ୍ୟବସାୟ ବାଣିଜ୍ୟକୁ ନେଇ ନୂତନ ପ୍ଲାନ୍ କଲେ ଯଥେଷ୍ଟ ସଫଳତା ଦେଖାଦେବ। ପୁରାତନ କାର୍ଯ୍ୟରେ ମଧ୍ୟ କିଛି ବାଧା ଆସିବ, ସେଥିରେ ସଫଳତା ମଧ୍ୟ ଦେଖାଦେବ। ଧୈର୍ଯ୍ୟର ଆବଶ୍ୟକତା ଅଛି। ବାଣୀକୁ ନିୟନ୍ତ୍ରଣ ରଖିବା, ଗାଡ଼ି ଘୋଡ଼ା ସାବଧାନ ଚଳାଇବା, କାହାକୁ ଦୋଷ ଦେବା ଉଚିତ ନୁହେଁ। ନିଜ କର୍ତ୍ତବ୍ୟ, ନିଜ କର୍ମ ପ୍ରତି ଯଥେଷ୍ଟ ଫୋକସ୍ ରଖନ୍ତୁ। ଜାଣୁଛନ୍ତି ବାରମ୍ବାର ଭୁଲ ହେଇ ଚାଲିଛି, ବାରମ୍ବାର ଆପଣଙ୍କ ଦ୍ୱାରା ଭୁଲ ହେଉଛି, ତଥାପି ଆପଣ ଜାଣି ଶୁଣି ଆଉ ଥରେ ଭୁଲ କରନ୍ତୁନି, ଯାହାଫଳରେ
କିଛି ପରିସାର ଦେଖାଦେବାର ସମ୍ଭାବନା ଦେଖାଯାଉଛି। ଯଦି ଆପଣ ସ୍ୱାସ୍ଥ୍ୟରେ କିଛି କମଜୋରି ଅଛି, ଡକ୍ଟର ମେଡିକାଲରେ ଅଛନ୍ତି, ଆପଣ ନିଜ ଟ୍ରିଟମେଣ୍ଟ ଠିକ୍ ହେବାର ଆବଶ୍ୟକତା ଅଛି। ଓଭର କନଫିଡେନ୍ସ ଆପଣଙ୍କ ଦୋକାନ ସମସ୍ୟାରେ ପକାଇପାରେ। ହସ୍ପିଟାଲରେ କିଛି ପଇସା ଖର୍ଚ୍ଚ ହେବାର ସମ୍ଭାବନା ଦେଖାଯାଉଛି। ଆଜିର ଲକି ନମ୍ବର 8, ଲକି କ୍ରସ୍ ବ୍ଲାକ୍, ଲକି ଡାଇରେକ୍ସନ ୱେଷ୍ଟ। ଭଗବାନ ହନୁମାନ ମହାପ୍ରଭୁଙ୍କର ବଜ୍ରବାଣ ସ୍ତୋତ୍ରକୁ ପାଠ କରନ୍ତୁ। ହନୁମାନ ମହାପ୍ରଭୁଙ୍କୁ ଆଜି ଚୁଲି ଦାନ କରନ୍ତୁ, ଶୁକ୍ରବାର କରିବ। ପ୍ରିୟ ଦର୍ଶକ ବନ୍ଧୁ, ଏତେ ଥିଲା ଆଜି ଦିନ 12ଟା ଆଜି ତ ସମୟ ହେଉଛି। ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ମାଧ୍ୟମରେ। ଜୟ ଜଗନ୍ନାଥ, ନମସ୍କାର, ହରି ଓମ୍।